ହେଉଛି ସେବା ସୁରକ୍ଷା ସଂସ୍କାର। କାହାର ସୁରକ୍ଷା? ନାରୀମାନଙ୍କ ସୁରକ୍ଷା, ମନ୍ଦିର ମଠର ସୁରକ୍ଷା, ଧର୍ମାଚାର୍ଯ୍ୟ ମାନଙ୍କ ସୁରକ୍ଷା ଏବଂ ହିନ୍ଦୁ ସନାତନ ଧର୍ମକୁ ଯେଉଁମାନେ ରକ୍ଷା କରିବା ପାଇଁ ଆଗ୍ରହ କରୁଛନ୍ତି, ଆଗଭର ହେଉଛନ୍ତି, ସେମାନଙ୍କ ସୁରକ୍ଷା, ଗୌମାତାଙ୍କ ସୁରକ୍ଷା ବଜରଙ୍ଗ ଦଳ କର୍ତ୍ତବ୍ୟ। କିନ୍ତୁ ଆଜିକାଲି କିଛି ଅନୈତିକ ପ୍ରକୃତିର ଲୋକମାନେ ଆମ ଓଡ଼ିଶାକୁ ଭାରତ ବର୍ଷରେ ଏବଂ ସମଗ୍ର ବିଶ୍ୱରେ ବଦନାମ କରିବା ପାଇଁ ଗୋଟେ ବହୁତ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଷଡ଼ଯନ୍ତ୍ରକୁ ଏ ଯେଉଁ ନାରୀ ମାନଙ୍କ ହତ୍ୟା ଅତ୍ୟାଚାର ହେଉଛି ତାକୁ ବଜରଙ୍ଗ ଦଳ ଓଡ଼ିଶା ସମ୍ପୂର୍ଣ୍ଣ ଖଣ୍ଡନ କରୁଛି ଏବଂ ଦୁଃଖ ପ୍ରକାଶ ମଧ୍ୟ କରୁଛି। ସରକାରଙ୍କ ପାଖରେ ଦାବି ରଖୁଛି ଏହି ଦୋଷୀମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏମାନଙ୍କ ଉପରେ। ତା ସହିତ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଗ୍ରାମ୍ୟ ସ୍ତରର, ପଞ୍ଚାୟତ ସ୍ତରର ଏବଂ ସହର ସ୍ତରର, ନଗର ସ୍ତରର ସବୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆମେ ଆଗ୍ରହ କରୁଛୁ ଯେ ଅପରାଧୀ ମାନେ ଅପରାଧ ଘଟାଇବା ଆଗରୁ ପୋଲିସ ପ୍ରଶାସନ, ଓଡ଼ିଶା ଗୋଇନ୍ଦା ସଂସ୍ଥା ଏବଂ କେନ୍ଦ୍ର ଗୋଇନ୍ଦା ସଂସ୍ଥାକୁ ସୂଚନା ପ୍ରଦାନ କରନ୍ତୁ, ଯେମିତିକି ଅପରାଧୀ ମାନେ ଅଘଟଣ ଘଟାଇ ପାରିବେ ନାହିଁ। ଏଥିସହିତ କୁଚିନ୍ତା କରୁଥିବା ବ୍ୟକ୍ତିବିଶେଷ ମାନେ ନାରୀମାନଙ୍କୁ ନିର୍ଯାତନା ଦେବା ଏବଂ ଅତ୍ୟାଚାର କରିବା ପାଇଁ ଯେଉଁମାନେ ଭାବୁଛନ୍ତି ସ୍ୱପ୍ନରେ ବି ଭାବିବା ବନ୍ଦ କରିଦିଅନ୍ତୁ, ନହେଲେ ଭୟଙ୍କର ପରିସ୍ଥିତି ଭୋଗିବେ। ବଜରଙ୍ଗ ଦଳ ତାକୁ ଚେତାବନୀ ଦେଉଛି। ଏଥିସହିତ ସମସ୍ତ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗ୍ରହ କରୁଛି ଯେ ଆଗାମୀ ଦିନରେ ଓଡ଼ିଶାକୁ ଅପରାଧ ମୁକ୍ତ ଓଡ଼ିଶାରେ ପରିଣତ କରିବା ପାଇଁ ବଜରଙ୍ଗ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ସେଥିପାଇଁ ସବୁ ବଜରଙ୍ଗ ଦଳ ପ୍ରଶିକ୍ଷିତ କାର୍ଯ୍ୟକର୍ତ୍ତା ମାନେ ଆଗଭର ହୁଅନ୍ତୁ ଏବଂ ହେଉଛନ୍ତି ମଧ୍ୟ। ତ ଆମେ ଚାହୁଁଛୁ କେମିତି ଓଡ଼ିଶାରେ ଗୋଟେ ଅପରାଧ ମୁକ୍ତ ରାଜ୍ୟ ଓଡ଼ିଶା ଆମର ହଉ, ଏହା ଆମର କାମନା। ଆମର ଆକ୍ଚୁଆଲି ପ୍ରତ୍ୟେକ ବର୍ଷ ସେବା ସପ୍ତାହ କାର୍ଯ୍ୟକ୍ରମ ହେଉଛି ଗଞ୍ଜାମ ମାନେ ଅଲ୍ ଓଭର ଓଡ଼ିଶା। ବାକି ଆମର ଗଞ୍ଜାମ ଜିଲ୍ଲାର କିଛି ପ୍ରଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ଆମର ଅଲରେଡ଼ି ଗତ 8 ତାରିଖରୁ ଆଜି ହେଲା 20 ତାରିଖ, ଏଇ 8 ରୁ 20 ତାରିଖ ଭିତରେ ଆମର ସେବା ସପ୍ତାହୀ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ସେଥି ଭିତରେ ଆମର ବୃକ୍ଷରୋପଣ ଏବଂ ଆମର ମଠ ମନ୍ଦିର ସଫାଇ ଅଭିଯାନ, ସେ ଭିତରେ ରହିଲା ଆମର ଚିକିତ୍ସା, ଯେଉଁଟାକି ଆମର ସେବା ଚିକିତ୍ସା କେନ୍ଦ୍ର ପ୍ରୋସେସରେ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରାଯାଇଛି। ଆମର ଐତିହାସିକ ବୁଢ଼ା ଅମରନାଥ ଯାତ୍ରା, ଯେଉଁଟାକି ବଜରଙ୍ଗ ଦଳ ତରଫରୁ ବିଶ୍ୱ ହିନ୍ଦୁ ପରିଷଦର ସହଯୋଗରେ କରାଯାଉଛି। ସେହି କାର୍ଯ୍ୟକ୍ରମ ଆମର 27ରୁ ଆରମ୍ଭ କରି 7 ପର୍ଯ୍ୟନ୍ତ ଚାଲିବ। ଆମର ଏଠି କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ତଥା ଓଡ଼ିଶାର ବ୍ରହ୍ମପୁରର 40 ଜଣ, ତା ସହ ଓଡ଼ିଶାର 700 ଜଣ ଏହି ଯାତ୍ରାରେ ସାମିଲ ହେବାର ଆମର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରରେ ଏହି ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଏଥିରେ ଆମର କେନ୍ଦ୍ରର ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ଏମାନେ ସବୁ ଅଲଗା ଅଲଗା ଆମକୁ ଡେଟ୍ ଦେଇଛନ୍ତି। 1 ତାରିଖ ଦିନ ଆମର ଓଡ଼ିଶାର ଯାତ୍ରା ପାଇଁ ବୋଲିକି ଆମର ତାରିଖ ଧାର୍ଯ୍ୟ ହୋଇଛି। 1 ତାରିଖ ସୁଦ୍ଧା ବ୍ରହ୍ମପୁର, ଗଞ୍ଜାମ ତଥା ଓଡ଼ିଶାର ଆମର ଯେଉଁ 700 ଜଣ କର୍ମକର୍ତ୍ତା ଅଛନ୍ତି, ସେଥିରେ ମହିଳା ଅଛନ୍ତି, ବୟସ୍କ ଲୋକ ଅଛନ୍ତି, ଆଉ ପିଲା ବି ଅଛନ୍ତି, ଯାଉଛନ୍ତି 700 ଜଣ। 700 ଜଣଙ୍କର ସେମାନେ 31 ତାରିଖ ସୁଦ୍ଧା ସେଠି ପହଞ୍ଚିବେ, ତାଙ୍କର ଯାତ୍ରା ହେବ। ଏହି ଯାତ୍ରା ସବୁଠୁ ନିଆରା ଯାତ୍ରା। ଯେଉଁମାନେ ଏହି ଦୁର୍ଗମ ଅମରନାଥ ଯାତ୍ରା, ଯେଉଁଟା ବରଫାନୀ ବାବା ବରଫାନୀ କହୁଛନ୍ତି, ଯେଉଁଟା ନ ଯାଇପାରିବେ, ଏହି ଯାତ୍ରାଟି ତାଙ୍କ ପାଇଁ ସୁବିଧାଜନକ, ଆଉ ଏଇଟା ଶସ୍ତାରେ ବି କରାଯାଉଛି।